ଦେଖନ୍ତୁ ନଞ୍ଜା ଆଉ ଜାଲ ମାଧ୍ୟମରେ ଧରିଛି ଏତିକି ମାଛ। हाय फ्रेंड्स, जय जगन्नाथ। शुभ सकाळ, वेलकम टू माय चैनल। ଆଉ ବର୍ତ୍ତମାନ ସକାଳୁ ସକାଳୁ ପଖାଳ ଗଣ୍ଡେ ଖାଇଦେଇକି ବର୍ତ୍ତମାନ ଚାଲିଲି ପୋଖରୀ ପାଖକୁ। କାହିଁକିନା ପୋଖରୀ ପାଖରେ ନଞ୍ଜା ବସିଛି। ଆଉ ସେଠି ଦେଖିବା କେତେ କ'ଣ ମାଛ ପଡ଼ୁଛି। ନିଶ୍ଚିତ ଭାବରେ ବ୍ଲଗ୍ଟି କଣ୍ଟିନ୍ୟୁ ଜାରି ରଖିବେ ଏବଂ ଶେଷ ଦେଖିବା ପାଇଁ ଚେଷ୍ଟା କରିବେ। ଏବଂ ତା ସହିତ ଯେଉଁମାନେ ନୂଆ କରି ଆମ ଚ୍ୟାନେଲ୍ ମାଧ୍ୟମରେ ବ୍ଲଗ୍ଟି ଦେଖୁଛନ୍ତି ସବସ୍କ୍ରାଇବ୍ କରିଦେବେ, ବେଲ୍ ଆଇକନ୍ଟି ମଧ୍ୟ ବଜାଇଦେବେ। ଚାଲନ୍ତୁ ବର୍ତ୍ତମାନ ଯିବା ପୋଖରୀ ଅଭିମୁଖେ। ଆଉ ମୁଁ ବର୍ତ୍ତମାନ ସେ ଆମର ଯେଉଁ ବସାର ଚାବିକାଠି ବର୍ତ୍ତମାନ ନେଇ ଆସିଛି। ଇଏ ମୋ ଗାଡ଼ି ଚାବିକାଠି। ଆଉ ବର୍ତ୍ତମାନ ନେଇକି ଯିବା ପୋଖରୀ ଅଭିମୁଖେ। ଚାଲନ୍ତୁ। ଫାଇନାଲି ବର୍ତ୍ତମାନ ମୁଁ ଆସି ପହଞ୍ଚିଗଲି ପୋଖରୀ ପାଖରେ। ଆଉ ଇଏ ହେଉଛି ଆମ ବସା, ସବୁ ଜିନିଷପତ୍ର ସବୁ ରହିଛି। ଆଉ ପୋଖରୀ ପଟରେ ଦେଖନ୍ତୁ ବର୍ତ୍ତମାନ ଚାଷ ଯେହେତୁ ହେଉନି, ପୁରା ଫାଙ୍କା ଫାଙ୍କା ଦେଖାଯାଉଛି। ଆଉ ନଞ୍ଜା ବସିଛି ଯାଇକି ସେ ବନ୍ଧରେ। ବର୍ତ୍ତମାନ ଯିବା ସେଠି ନଞ୍ଜା ଝାଡ଼ିବା। ଆଉ ଜାଲ ମଧ୍ୟ ଅଛି, ଜାଲ ପକେଇବା, ଦେଖିବା ଘାଇ ଆଗରେ ମାଛ ପଡ଼ୁଛନ୍ତି କି ନାହିଁ। ନଞ୍ଜା ସବୁ ମଧ୍ୟ ଧୁଆ ହେଇଯାଇଛି, ଯେହେତୁ ପଡ଼ିଆ ଭରା ହେଲାଣି। ତେଣୁକରି ନଞ୍ଜା ସବୁ ବର୍ତ୍ତମାନ ଭିତରେ ପୁରା ହେବ। ପୁରା ହେଇକି ବନ୍ଦ କରିଦେଇକି ପଳେଇମି, ପୁଣି ଗାଁରେ ଉଠିବାକୁ। ଦେଖନ୍ତୁ ନଞ୍ଜା ଆଉ ନଞ୍ଜା ଦୁଇଟା ବସିଥିଲା। ଦେଖନ୍ତୁ ଇଏ ହେଉଛି ନଞ୍ଜା ମୁଣ୍ଡୁଳି, ଇଏ ଗୋଟେ ନଞ୍ଜା। ଆଉ ଜାଲ ମାଧ୍ୟମରେ ଦେଖନ୍ତୁ ନଞ୍ଜା ଆଉ ଜାଲ ମାଧ୍ୟମରେ ଧରିଛି ଏତିକି ମାଛ। ଦେଖନ୍ତୁ ଇଏ ହେଉଛି ଦେଖନ୍ତୁ ବେକିଟି ଗୋଟେ 400-500 ହେବ। କଙ୍କଡ଼ା ଗୋଟେ, ଚିଙ୍ଗୁଡ଼ି ଏତିକି। ଆଉ ମାଛ ବହୁ ପରିଶ୍ରମ ହେଲାଣି। ବର୍ତ୍ତମାନ ଯିବା ଘରକୁ।